ପୂର୍ଣ୍ଣମଦଃ ପୂର୍ଣ୍ଣମିଦಂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। ଓಂ ଶାନ୍ତିଃ ଶାନ୍ତିଃ ଶାନ୍ତିଃ। कंकरं शङ्कराचार्यं केशवं बादरायणं सूत्रभाष्यकृतौ वन्दे भगवन्तौ पुनः पुनः। ईश्वरो गुरुरात्मेति मूर्तिभेदविभागिने व्योमवद्व्याप्तदेहाय दक्षिणामूर्तये नमः। ଆଜିର ଏ ବିଶେଷ ଆଲୋଚନାକୁ ସମସ୍ତଙ୍କୁ ସ୍ୱାଗତ। नमस्कार। ଆଜି ଆମେ ଏକ ବହୁତ ଗଭୀର ବିଷୟ ଉପରେ କଥା ହେବାକୁ ଯାଉଛୁ। ଆମ ପାଖରେ ସ୍ୱାମୀ ପ୍ରଣବାନନ୍ଦ ପୁରୀଙ୍କର ଏକ ଲେଖା ଅଛି। ହଁ, ଏହା ଶୁକ୍ଳ ଯଜୁର୍ବେଦୀୟ ନିରାଲମ୍ବୋପନିଷଦ ଉପରେ ଆଧାରିତ। ଏକଦମ। ଆଉ ଏଥିରେ କିଛି ଏମିତି ମୌଳିକ ପ୍ରଶ୍ନର ଉତ୍ତର ଖୋଜାଯାଇଛି, ଯେମିତିକି ମୁଁ କିଏ, ଏହି ଜଗତ କ'ଣ, ସୁଖ କ'ଣ, ଦୁଃଖ କ'ଣ, ମାନେ ଜୀବନର ସବୁଠୁ ବଡ଼ ବଡ଼ ପ୍ରଶ୍ନ। ଆଉ ସ୍ୱାମୀ ପ୍ରଣବାନନ୍ଦ ପୁରୀଙ୍କ ବିଷୟରେ କହିବାକୁ ଗଲେ ତାଙ୍କର ପରିଚୟ ବହୁତ ଅନନ୍ୟ। ହଁ, ସେ ହେଉଛନ୍ତି ଆଧୁନିକ ବିଜ୍ଞାନ ଆଉ ଆମ ପ୍ରାଚୀନ ଜ୍ଞାନର ଏକ ଅଦ୍ଭୁତ ମିଶ୍ରଣ। ଗୋଟେ ପଟେ ସେ ଦଶନାମୀ ସନ୍ନ୍ୟାସ ସମ୍ପ୍ରଦାୟର ସନ୍ନ୍ୟାସୀ, ଆଉ ଅନ୍ୟପଟେ ପରିବେଶ ବିଜ୍ଞାନ, ମ୍ୟାନେଜମେଣ୍ଟ ଏସବୁରେ ତାଙ୍କର ଡିଗ୍ରୀ ଅଛି। ସେ ଖାସ୍ କରି ଯୁବପିଢ଼ିଙ୍କ ପାଇଁ ଲେଖନ୍ତି ଆଉ ଏହା ପ୍ରମାଣ କରନ୍ତି ଯେ ଆଧ୍ୟାତ୍ମିକତା କୌଣସି ଅନ୍ଧବିଶ୍ୱାସ ନୁହେଁ, ବରଂ ଏହା ହିଁ ସର୍ବୋଚ୍ଚ ବିଜ୍ଞାନ। ଠିକ୍ କହିଲେ। ଆଉ ଏହି ଉପନିଷଦର ଯେଉଁ ଗଠନ ତାହା ବି ବହୁତ ମଜାଦାର। ହଁ, ପୁରା ପ୍ରଶ୍ନ ଉତ୍ତର ଶୈଳୀରେ। ପ୍ରାୟ 40ଟି ମୌଳିକ ପ୍ରଶ୍ନ ଆଉ ତାର ସିଧାସଳଖ ସ୍ପଷ୍ଟ ଉତ୍ତର। ତେବେ ଆଉ ଡେରି ନ କରି ଆସନ୍ତୁ ଆଲୋଚନା ଭିତରକୁ ଯିବା। ହଁ, ଚାଲନ୍ତୁ। ସବୁଠାରୁ ବଡ଼ ଆଉ ପ୍ରଥମ ପ୍ରଶ୍ନରୁ ହିଁ ଆରମ୍ଭ କରିବା। ବ୍ରହ୍ମ କିଏ? ଦେଖନ୍ତୁ, ଉପନିଷଦ ଯାହା କହୁଛି, ବ୍ରହ୍ମ ହେଉଛନ୍ତି ସେହି ଏକମାତ୍ର ଅଦ୍ୱିତୀୟ ଚୈତନ୍ୟ। ଅର୍ଥାତ୍ ମାନେ ଆମେ ଯାହା ବି ଦେଖୁଛୁ, ଅନୁଭବ କରୁଛୁ, ପୃଥିବୀ, ପାଣି, ନିଆଁ, ପବନ, ଏସବୁ କିଛି ସେହି ଚୈତନ୍ୟରୁ ହିଁ ସୃଷ୍ଟି। ଆଚ୍ଛା। କିନ୍ତୁ ମଜାର କଥା ହେଲା, ସେ ଏସବୁ ହୋଇ ମଧ୍ୟ ଏସବୁଠାରୁ ସମ୍ପୂର୍ଣ୍ଣ ଅଲଗା। ଏହା ଟିକେ ଜଟିଳ ଲାଗୁଛି। ହଁ, ତାଙ୍କୁ କୌଣସି ଗୁଣ ଦ୍ୱାରା ବର୍ଣ୍ଣନା କରାଯାଇପାରିବ ନାହିଁ। ସେଥିପାଇଁ ତାଙ୍କୁ କୁହାଯାଏ ଅନାଦି, ଅନନ୍ତ, ଶୁଦ୍ଧ, ଶାନ୍ତ ଆଉ ନିର୍ଗୁଣ। ଓକେ। ଯଦି ବ୍ରହ୍ମ ନିର୍ଗୁଣ, ତାଙ୍କର କୌଣସି ଆକାର ନାହିଁ, କୌଣସି କ୍ରିୟା ନାହିଁ, ତେବେ ଆମେ ଯେଉଁ ଈଶ୍ୱରଙ୍କୁ ପୂଜା କରୁ ସେ କିଏ? ହଁ, ଏଇଠି ତ ପ୍ରକୃତ କଥା। ଯିଏ ଏହି ସୃଷ୍ଟିକୁ ତିଆରି କରନ୍ତି, ପାଳନ କରନ୍ତି, ସେ କ'ଣ ବ୍ରହ୍ମଙ୍କଠାରୁ ଅଲଗା? ନା, ତତ୍ତ୍ୱତଃ ସେମାନେ ଅଲଗା ନୁହନ୍ତି। ଉପନିଷଦ କହୁଛି, ସେହି ନିର୍ଗୁଣ ବ୍ରହ୍ମ ହିଁ ଯେତେବେଳେ ନିଜର ପ୍ରକୃତି ନାମକ ଶକ୍ତିକୁ ବ୍ୟବହାର କରନ୍ତି, ପ୍ରକୃତି ଶକ୍ତି। ହଁ, ସେହି ଶକ୍ତି ଦ୍ୱାରା ଯେତେବେଳେ ସେ ଏହି ଜଗତ ତିଆରି କରନ୍ତି, ଏହାର ନିୟନ୍ତ୍ରଣ କରନ୍ତି, ସେତେବେଳେ ସେହି ରୂପକୁ ହିଁ ଈଶ୍ୱର କୁହାଯାଏ। ଆଚ୍ଛା, ମାନେ ଏହା ଗୋଟିଏ ସତ୍ୟର ଦୁଇଟି ରୂପ। ଏକଦମ। ଏମିତି ଭାବନ୍ତୁ, ସମୁଦ୍ର ଯେତେବେଳେ ପୁରା ଶାନ୍ତ, ସ୍ଥିର, ତାହା ହେଉଛି ବ୍ରହ୍ମଙ୍କ ଭଳି। ଆଉ ଯେତେବେଳେ ସେଥିରେ ଲହଡ଼ି ଉଠେ, ତରଙ୍ଗ ସୃଷ୍ଟି ହୁଏ, ସେହି ସକ୍ରିୟ ରୂପ ହିଁ ଈଶ୍ୱର। ବା, ଏହି ଉଦାହରଣଟି ବହୁତ ସ୍ପଷ୍ଟ କରିଦେଲା। ତେବେ ଆମେ କିଏ, ମାନେ ଜୀବର ପରିଚୟ କ'ଣ? ସେହି ସମୁଦ୍ରର ଉଦାହରଣକୁ ଆଗକୁ ନେବା। ସେହି ଏକ ଚୈତନ୍ୟ ଯେତେବେଳେ ଅଜ୍ଞାନ ଯୋଗୁଁ ନିଜକୁ ଗୋଟେ ସୀମିତ ପରିଚୟ ସହ ଯୋଡ଼ିଦିଏ, ଯେମିତିକି ମୁଁ ଏଇ ଶରୀରତା, ମୁଁ ଜଣେ ପୁରୁଷ, କିମ୍ବା ମୁଁ ନା ଏଇଟା, ଏହି ସବୁ ଧାରଣା ହିଁ ଜୀବଭାବ। ମାନେ ସମୁଦ୍ରର ଗୋଟେ ଛୋଟ ଲହଡ଼ି ଯେମିତି ନିଜକୁ ପୁରା ସମୁଦ୍ରଠାରୁ ଅଲଗା ଭାବିବା ଭଳି? ଠିକ୍ ସେଇଆ। ତତ୍ତ୍ୱତଃ ପ୍ରତ୍ୟେକ ଜୀବ ସେହି ବ୍ରହ୍ମ ହିଁ, କିନ୍ତୁ ଏକ ଭୁଲ ପରିଚୟ ଯୋଗୁଁ ନିଜକୁ ଅଲଗା ଆଉ ଛୋଟ ବୋଲି ଭାବେ। ତାହେଲେ ଆମେ ନିଜକୁ ଯାହା ଭାବୁଛୁ, ଜଣେ ଡାକ୍ତର, ଇଞ୍ଜିନିୟର, ବାପା, ପୁଅ, ଏସବୁ କେବଳ ଗୋଟେ ଭୁଲ ଧାରଣା? ହଁ, ବ୍ୟାବହାରିକ ସତ୍ୟ, କିନ୍ତୁ ପାରମାର୍ଥିକ ସତ୍ୟ ନୁହଁ। ଆଉ ଆପଣ ଯେଉଁ ପ୍ରକୃତି ଶକ୍ତି କଥା କହିଲେ, ତାର ସ୍ୱରୂପ କ'ଣ? ପ୍ରକୃତି ହେଉଛି ବ୍ରହ୍ମଙ୍କର ସେହି ସୃଜନଶୀଳ ଶକ୍ତି। ଏମିତି ଏକ ବୁଦ୍ଧି ଯାହା ପାଖରେ ଏହି ବିଚିତ୍ର ଦୁନିଆକୁ ତିଆରି କରିବାର କ୍ଷମତା ଅଛି। ଆଚ୍ଛା। ଏହା ବ୍ରହ୍ମଙ୍କଠାରୁ ଅଲଗା ନୁହେଁ, ବରଂ ତାଙ୍କର ହିଁ ଏକ ଅଭିବ୍ୟକ୍ତି। ଠିକ୍ ଅଛି। ତେବେ ଏସବୁ ତ ତତ୍ତ୍ୱଗତ କଥା, କିନ୍ତୁ ମୂଳ ପ୍ରଶ୍ନ ହେଉଛି, ଏହି ଜ୍ଞାନର ଆମ ଦୈନନ୍ଦିନ ଜୀବନରେ କିଛି ମୂଲ୍ୟ ଅଛି କି? ଆମ ସୁଖ ଦୁଃଖ ଉପରେ ଏହାର କିଛି ପ୍ରଭାବ ପଡ଼େ? ନିଶ୍ଚୟ ପଡ଼େ। ଏହି ତତ୍ତ୍ୱକୁ ଠିକ୍ ଭାବରେ ବୁଝିବା ହିଁ ତ ଜ୍ଞାନ। ଉପନିଷଦ ଅନୁସାରେ ଜ୍ଞାନ କେବଳ କିଛି ତଥ୍ୟ ମନେ ରଖିବା ନୁହେଁ। ଜ୍ଞାନ ହେଉଛି ଏକ ସାକ୍ଷାତ ଅନୁଭବ। କେମିତିକା ଅନୁଭବ? ଯେତେବେଳେ ଜଣେ ଅନୁଭବ କରେ
ଯେ ଏଇ ସବୁ ବଦଳୁଥିବା ଜିନିଷ ପଛରେ ଗୋଟିଏ ନ ବଦଳିବା ଭଳି ଚୈତନ୍ୟ ଅଛି, ଆଉ ମୁଁ ହିଁ ସେହି ଚୈତନ୍ୟ। ତାହିଁ ପ୍ରକୃତ ଜ୍ଞାନ। ହଁ, ତାହା ହିଁ ପ୍ରକୃତ ଜ୍ଞାନ। ଆଉ ଏହି ଜ୍ଞାନ କେମିତି ମିଳେ? କେବଳ ବହି ପଢ଼ିଦେଲେ ହେବ? ନା, ସେଥିପାଇଁ ସାଧନା ଦରକାର। ଉପନିଷଦ 3ଟି ସ୍ତର କଥା କହେ: ଶ୍ରବଣ, ମନନ ଆଉ ନିଧିଧ୍ୟାସନ। ଶ୍ରବଣ, ମନନ, ନିଧିଧ୍ୟାସନ। ଶ୍ରବଣ ମାନେ ସଦ୍ଗୁରୁଙ୍କ ଠାରୁ ଏହି ତତ୍ତ୍ୱ ବିଷୟରେ ଶୁଣିବା। ମନନ ମାନେ ତା ଉପରେ ଯୁକ୍ତି ଓ ତର୍କ ଦ୍ୱାରା ଚିନ୍ତା କରିବା। ଆଉ ଶେଷରେ ନିଧିଧ୍ୟାସନ। ହଁ, ସେହି ସତ୍ୟ ଉପରେ ଏକାଗ୍ର ହୋଇ ଧ୍ୟାନ କରି ତାକୁ ନିଜର ଅନୁଭବରେ ପରିଣତ କରିବା। ଆଚ୍ଛା, ତେବେ ଏହାର ଠିକ୍ ବିପରୀତ ଅଜ୍ଞାନ କ'ଣ? ଅଜ୍ଞାନ ହେଉଛି ଗୋଟେ ଭ୍ରମ। ବହୁତ ସୁନ୍ଦର ଉଦାହରଣ ଦିଆଯାଇଛି। କ'ଣ ସେଇଟା? ଯେମିତି ଅନ୍ଧାରରେ ପଡ଼ିଥିବା ଦଉଡ଼ିକୁ ଦେଖି ଆମେ ସାପ ଭାବି ଡରିଯାଉ। ହଁ। ସେହିପରି ସେହି ଏକମାତ୍ର ବ୍ରହ୍ମଙ୍କଠାରେ ଦେବତା, ମଣିଷ, ପଶୁ, ଜାତି, ବର୍ଣ୍ଣ, ବନ୍ଧନ, ମୋକ୍ଷ ଏମିତି ଅନେକ ଭେଦ ଦେଖିବା ହିଁ ଅଜ୍ଞାନ। ବୁଝିଲି। ଦୌଡ଼ିକୁ ଜାଣିଗଲେ ଯେମିତି ସାପର ଭୟ ଚାଲିଯାଏ। ଠିକ୍ ସେମିତି ବ୍ରହ୍ମଙ୍କୁ ଜାଣିଗଲେ ସବୁ ଭେଦଭାବର ଭ୍ରମ ଦୂର ହୋଇଯାଏ। ବର୍ତ୍ତମାନ ଆସିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ, ସୁଖ ଆଉ ଦୁଃଖ। ଆମେ ସମସ୍ତେ ତ ସୁଖ ଖୋଜୁଛୁ, ତେବେ ଉପନିଷଦ ସୁଖକୁ କିପରି ବୁଝାଉଛି? ଏଠାରେ ପରିଭାଷାଟି ବହୁତ ଗଭୀର, ବୁଝିଲେ। ଉପନିଷଦ କହୁଛି ସୁଖ କୌଣସି ବାହାର ଜିନିଷରେ ନାହିଁ। ତାହେଲେ କୋଉଠି ଅଛି? ନିଜର ପ୍ରକୃତ ସ୍ୱରୂପ, ଯେ କି ସତ୍ ଚିତ୍ ଆନନ୍ଦମୟ, ତାହାକୁ ଜାଣିବା ହିଁ ପ୍ରକୃତ ସୁଖ। ଏହା ଏକ ଜ୍ଞାନର ଅବସ୍ଥା। ଆଉ ଦୁଃଖ? ଅନାତ୍ମା ବା ଭୌତିକ ଜିନିଷ ସହିତ ନିଜକୁ ଯୋଡ଼ିବା। ମାନେ ଯେତେବେଳେ ଆମେ ଭାବୁ ମୋ ଦେହରେ କଷ୍ଟ ହେଉଛି କିମ୍ବା ମୋର ଅପମାନ ହେଲା, ସେତେବେଳେ ଆମେ ନିଜକୁ ଶରୀର ବା ମନ ବୋଲି ଭାବୁ, ଆଉ ସେଇଠୁ ହିଁ ଦୁଃଖ ଆରମ୍ଭ ହୁଏ। ଏହି ପ୍ରସଙ୍ଗରେ ସ୍ୱର୍ଗ ଆଉ ନର୍କ ବିଷୟରେ କ'ଣ କୁହାଯାଇଛି? ଏହା କ'ଣ କୌଣସି ସ୍ଥାନ? ନା, ଆଦୌ ନୁହେଁ। ଏଠି ଏକ ବହୁତ ସୁନ୍ଦର ଦାର୍ଶନିକ ଦୃଷ୍ଟିକୋଣ ରହିଛି। କ'ଣ ସେଇଟା? ସ୍ୱର୍ଗ ହେଉଛି ସତ୍ପୁରୁଷଙ୍କ ସଂସର୍ଗ ବା ସଙ୍ଗତି। ସତରେ? ହଁ, ଯୋଉଠି ସତ୍ୟର ଆଲୋଚନା ହୁଏ, ଆତ୍ମଜ୍ଞାନର ଚର୍ଚ୍ଚା ହୁଏ, ସେହି ପରିବେଶ ହିଁ ସ୍ୱର୍ଗ। ତାହେଲେ ନରକ? ନରକ ହେଉଛି ସାଂସାରିକ ବିଷୟ ବାସ୍ନାରେ ବୁଡ଼ି ରହିଥିବା ଲୋକଙ୍କ ସଙ୍ଗତି, ଯାହା ଆମକୁ ନିଜ ପ୍ରକୃତ ସ୍ୱରୂପଠାରୁ ଦୂରେଇ ନିଏ। ଏହି ସ୍ୱର୍ଗ ନର୍କର ପରିଭାଷା ତ ବାସ୍ତବରେ ଚମତ୍କାର। ଏହା କୌଣସି ମୃତ୍ୟୁ ପରର କଥା କହୁନାହିଁ। ନା, ଏହା ଏହି ମୁହୂର୍ତ୍ତର କଥା କହୁଛି। ଅର୍ଥାତ୍ ଆମେ ପ୍ରତିଦିନ ନିଜ ପାଇଁ ସ୍ୱର୍ଗ ବା ନରକ ତିଆରି କରୁଛୁ। ଏହା ତ ବହୁତ ବଡ଼ ଦାୟିତ୍ୱ। ଏକଦମ। ଏବେ ଆସନ୍ତୁ ଆହୁରି ଜଟିଳ ବିଷୟକୁ, ବନ୍ଧନ ଓ ମୋକ୍ଷ। ଲେଖାରେ ବନ୍ଧନରେ ଗୋଟେ ଲମ୍ବା ତାଲିକା ଦିଆଯାଇଛି, କିନ୍ତୁ ଏହାର ମୂଳ କାରଣ କ'ଣ? ଉପନିଷଦ କହୁଛି ସବୁ ବନ୍ଧନର ମୂଳ କାରଣ ହେଉଛି ଗୋଟିଏ ଜିନିଷ, ସଂକଳ୍ପ। ସଂକଳ୍ପ? ମାନେ ଆମ ମନରେ ଇଚ୍ଛା ବା ଧାରଣା? ହଁ, ଠିକ୍ ସେଇଆ। ଯେମିତିକି ମୁଁ ଜନ୍ମ ହୁଏ, ମୁଁ ମରିବି, ଏହି ଧାରଣାଟା ହିଁ ଗୋଟେ ବନ୍ଧନ। ମୋର ମା, ବାପା, ପରିବାର, ଘର, ଏହି ମମତ୍ୱ ବି ବନ୍ଧନ। ହଁ, ଏପରିକି ମୁଁ କର୍ତ୍ତା, ମୁଁ କାମ କରୁଛି, ଏହି ଅଭିମାନ ବି ଏକ ବନ୍ଧନ। ଏହା ତ ବୁଝିଯାଉଛି, କିନ୍ତୁ ଆହୁରି କିଛି ଆଶ୍ଚର୍ଯ୍ୟ କଲା ଭଳି କଥା ଅଛି, ଯେମିତିକି ଅଲୌକିକ ଶକ୍ତି ବା ଅଷ୍ଟସିଦ୍ଧି ପାଇବାର ଇଚ୍ଛାକୁ ବି ବନ୍ଧନ କୁହାଯାଇଛି। ହଁ, କାରଣ ଏହି ଇଚ୍ଛା ପଛରେ ବି ମୁଁ ଭାବ ବା ଅହଙ୍କାର ଲୁଚି ରହିଛି। ମୁଁ ଶକ୍ତିଶାଳୀ ହେବି। ସେଇଠି ତ ବନ୍ଧନ। ଏକଦମ। ଏପରିକି ଦେବତାଙ୍କ ଉପାସନା କରି ବରଦାନ ପାଇବାର ଇଚ୍ଛାକୁ ମଧ୍ୟ ବନ୍ଧନ କୁହାଯାଇଛି। ଏଇଠି ସବୁଠୁ ବଡ଼ ଦ୍ୱନ୍ଦ୍ୱ ଆସୁଛି। ଉପନିଷଦ କହୁଛି ଯେ ମୋକ୍ଷ ପାଇବାର ଇଚ୍ଛା ମଧ୍ୟ ଏକ ବନ୍ଧନ। ହଁ। ଏହା କେମିତି ସମ୍ଭବ? ଯଦି ମୋକ୍ଷ ପାଇବାର ଇଚ୍ଛା ହିଁ ନ ରହିବ, ତେବେ ଜଣେ ଏହି ଯାତ୍ରା ଆରମ୍ଭ କରିବ କିପରି? ହଁ, ଏହା ବେଦାନ୍ତର ଏକ ବହୁତ ସୂକ୍ଷ୍ମ ସିଦ୍ଧାନ୍ତ। ଦେଖନ୍ତୁ, ଯେକୌଣସି ଇଚ୍ଛା ଆମକୁ ଭବିଷ୍ୟତ ସହିତ ବାନ୍ଧି ରଖେ। ଆଚ୍ଛା। ମୁଁ ମୋକ୍ଷ ପାଇବି, ଏହି ଇଚ୍ଛା ମଧ୍ୟ ଏକ ଭବିଷ୍ୟତ ଫଳ ଉପରେ ଆଧାରିତ। ତେଣୁ ଏହା ବି ଏକ ବନ୍ଧନ। ତେବେ ମୋକ୍ଷ କେମିତି ମିଳିବ? ଉପନିଷଦ କହୁଛି ମୋକ୍ଷ ଇଚ୍ଛାରୁ ମିଳେ ନାହିଁ, ବିବେକରୁ ମିଳେ। ବିବେକରୁ? ହଁ, ଯେତେବେଳେ ଜଣେ ନିତ୍ୟ ଓ ଅନିତ୍ୟ ବସ୍ତୁ ମାନେ ସତ ଆଉ ମିଛ ଭିତରେ ଥିବା ପାର୍ଥକ୍ୟକୁ ସ୍ପଷ୍ଟ ଭାବେ ବୁଝିଯାଏ, ସେତେବେଳେ ଅନିତ୍ୟ ସଂସାର ପ୍ରତି ଥିବା ଆସକ୍ତି ଆପେ ଆପେ କମିଯାଏ। ସେହି ଆସକ୍ତିର କ୍ଷୟ ହିଁ ମୋକ୍ଷ। ଏହାକୁ ଖୋଜିବାକୁ ପଡ଼େ ନାହିଁ, ଏହା ସ୍ୱତଃ ପ୍ରକାଶିତ ହୁଏ। ବୁଝିଲି। ତେବେ ଏହି ଯୋଉ ଆଧ୍ୟାତ୍ମିକ ଯାତ୍ରା, ଏଥିରେ ଶିଷ୍ୟ, ଗୁରୁ, ବିଦ୍ୱାନ ଏମାନଙ୍କର ଭୂମିକା କ'ଣ? ପ୍ରକୃତ ଶିଷ୍ୟ କିଏ? ଏଠାରେ ପରିଭାଷାଗୁଡ଼ିକ ଅତ୍ୟନ୍ତ ଅସାଧାରଣ।
ଆମେ ଶିଷ୍ୟ କହିଲେ ଜଣେ ବ୍ୟକ୍ତିକୁ ବୁଝୁ। ହଁ କିନ୍ତୁ ଉପନିଷଦ କହୁଛି ବିଦ୍ୟା ଦ୍ୱାରା ଯେତେବେଳେ ସଂସାର ରୂପୀ ଅଜ୍ଞାନ ନାଶ ହୋଇଯାଏ ତାପରେ ଯେଉଁ ଶୁଦ୍ଧ ବ୍ରହ୍ମ ଚୈତନ୍ୟ ବାକି ରହେ ସେ ହିଁ ଶିଷ୍ୟ। ବାଃ, ଏହା ତ ବହୁତ ଗଭୀର କଥା। ଏହାର ଅର୍ଥ କ'ଣ ଏହା ଯେ ପ୍ରକୃତ ଶିଷ୍ୟ କୌଣସି ବ୍ୟକ୍ତି ନୁହେଁ ବରଂ ଏକ ଚେତନାର ଅବସ୍ଥା? ଏକଦମ ଠିକ୍ ଧରିଛନ୍ତି, ଯେଉଁଠି ଗୁରୁ ଶିଷ୍ୟର ଭେଦ ହିଁ ମିଶିଯାଏ। ଆଉ ଉପସ୍ୟ କିଏ? ସେହିପରି ଉପାସ୍ୟ କେବଳ କୌଣସି ମୂର୍ତ୍ତି ନୁହନ୍ତି। ଯେଉଁ ସଦ୍ଗୁରୁ ସବୁ ଶରୀରରେ ଥିବା ସେହି ଏକ ଚୈତନ୍ୟକୁ ଅନୁଭବ କରାଇ ଦିଅନ୍ତି ସେ ହିଁ ପ୍ରକୃତ ଉପାସ୍ୟ। ତେବେ ବିଦ୍ୱାନ ଆଉ ମୂଢ଼ ଭିତର ପାର୍ଥକ୍ୟ କ'ଣ? ବିଦ୍ୱାନ ସେ ଯିଏ ସମସ୍ତଙ୍କ ଭିତରେ ସେହି ଏକ ଆତ୍ମାକୁ ଦେଖିପାରନ୍ତି, ଆଉ ଯେ ମୁଁ କରୁଛି, ମୁଁ ଭୋଗୁଛି ଏହି ଅହଙ୍କାରରେ ବୁଡ଼ି ରହିଥାଏ ସେ ହେଉଛି ମୂଢ଼। ତେବେ ଏହି ଯାତ୍ରାର ଶେଷରେ ଆସନ୍ତି ସନ୍ନ୍ୟାସୀ। ପ୍ରକୃତ ସନ୍ନ୍ୟାସୀର ପରିଭାଷା କ'ଣ? କେବଳ ଗେରୁଆ ବସ୍ତ୍ର ପିନ୍ଧିବେଲେ ହେଲା? ନା, ଆଦୌ ନୁହେଁ। ଏହା ଏକ ଆନ୍ତରିକ ଅବସ୍ଥା। କେମିତି? ଯିଏ ସମସ୍ତ ଧର୍ମ, କର୍ତ୍ତବ୍ୟ, ଅହଙ୍କାର ଓ ମମତାର ତ୍ୟାଗ କରିଦିଏ। ଆଉ ତତ୍ତ୍ୱମ୍ ଅସି, ସେ ତୁମେ ଅଟ, ଅହଂ ବ୍ରହ୍ମାସ୍ମି, ମୁଁ ବ୍ରହ୍ମ ଅଟେ, ଏହି ମହାବାକ୍ୟ ଦ୍ୱାରା ନିଜକୁ ବ୍ରହ୍ମ ରୂପରେ ନିଶ୍ଚିତ କରି ନିର୍ବିକଳ୍ପ ସମାଧିରେ ସ୍ଥିତ ରହନ୍ତି। ସେ ହିଁ ପ୍ରକୃତ ସନ୍ନ୍ୟାସୀ। ହଁ, ସେହି ମୁକ୍ତ, ପୂଜନୀୟ, ଯୋଗୀ, ପରମହଂସ ଏବଂ ପ୍ରକୃତ ବ୍ରାହ୍ମଣ। ଏହା କୌଣସି ପଦବୀ ନୁହେଁ, ବରଂ ଚେତନାର ସର୍ବୋଚ୍ଚ ସ୍ତର। ତେବେ ହିଁ ସମଗ୍ର ଆଲୋଚନାର ସାରାଂଶ ହେଉଛି ଯେ ସବୁକିଛି ସେହି ଏକ ବ୍ରହ୍ମ। ଏକଦମ। ଆଉ ଆମେ ଯେଉଁ ଭେଦଭାବ, ଦୁଃଖ, ବନ୍ଧନ ଦେଖୁ ତାହା କେବଳ ଆମର ଅଜ୍ଞାନ ଆଉ ମାନସିକ ସଂକଳ୍ପରୁ ତିଆରି। ଠିକ୍। ଆଉ ଯେତେବେଳେ ଏହି ଅଜ୍ଞାନର ବିନାଶ ହୁଏ ସେତେବେଳେ ମୋକ୍ଷ ଆପେ ଆପେ ପ୍ରକାଶିତ ହୁଏ। ଶେଷରେ ଉପନିଷଦ କହୁଛି ଯିଏ ଗୁରୁଙ୍କ କୃପାରୁ ଏହି ଜ୍ଞାନକୁ ବୁଝେ ସେ ଅଗ୍ନି ଓ ବାୟୁ ଭଳି ପବିତ୍ର ହୋଇଯାଏ ଏବଂ ପୁନର୍ଜନ୍ମର ଚକ୍ରରୁ ମୁକ୍ତି ପାଏ। ଏହା କେବଳ ଜ୍ଞାନ ନୁହେଁ, ଏହା ଏକ ରୂପାନ୍ତରଣର ପ୍ରକ୍ରିୟା। କିନ୍ତୁ ଏହି ଆଲୋଚନା ଏକ ବହୁତ ବଡ଼ ପ୍ରଶ୍ନ ଉପରେ ଆମକୁ ଛାଡ଼ି ଦେଉଛି। କ'ଣ ସେଟା? ଯଦି ମୋକ୍ଷର ଇଚ୍ଛା ମଧ୍ୟ ଏକ ବନ୍ଧନ, ତେବେ ମୁକ୍ତ ହେବାର ପ୍ରାରମ୍ଭିକ ଇଚ୍ଛା ବିନା କେହି ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରିବ କିପରି? ଚରମ ଲକ୍ଷ୍ୟର ଇଚ୍ଛା ନ ରଖି କର୍ମ କରିବାର ଅର୍ଥ କ'ଣ? ଏହା ଏକ ଗଭୀର ବିଚାରଯୋଗ୍ୟ ପ୍ରଶ୍ନ। ନିଶ୍ଚିତ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟାଃ, ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖଭାଗ୍ ଭବେତ୍। ଦୁର୍ଜନଃ ସଜ୍ଜନୋ ଭୂୟାତ୍, ସଜ୍ଜନଃ ଶାନ୍ତିମାପ୍ନୁୟାତ୍, ଶାନ୍ତୋ ମୁଚ୍ୟେତ୍ ବନ୍ଧେଭ୍ୟୋ ମୁକ୍ତଶ୍ଚାନ୍ୟାନ୍ ବିମୋଚୟେତ୍। ଓಂ असतो मा सद्गमय, तमसो मा ज्योतिर्गमय, मृत्योर्मा अमृतं गमय। शान्तिः शान्तिः शान्तिः।